नमस्कार केमती अच्छा समस्ते समस्ते भलर था आपण भगवान दया समस्ते भलर था जय जगन्नाथ झीआरी आज मत फोन करके डाकिला कहला दादा आस घर आड़े के आसन बुलवाली जीव हौ देखिए चले आज सका आसिक पहुँची सीडी 13 नंबर झीआरी घर को जाऊँगी देखिए झीआरी मो मिसेस मोर आसु मिसेस मोर सुनीता देखेबी आपको सब ये हूँ सीडी 13 नंबर बाना आमर जातीय पताका नादी घरे से झीआरी घर रोगी घरे झीआरी घर को अच्छा सोमा झीआरी ना आज सोमा सोमा पेली देवी पेलिली पेलिली ये आम घर मणि बही आप जो ही हो सरज आज रोषे कौन हो मटन बाबा मटन देखो पूरा मसला कषा चली पूरा रोषेया ना रोषे सब जान हाँ हाँ आगुरी कर ना नहीं कौन ए कर मैम आम आसीचु हाँ हाँ जा मटन फटन मटन आ कौन अरुआ भात सालाड तू कौन कर मसला लंका चार मटन मसला रेडी कुआड़े जीवा चलो चलो बाहर जाए बोली के से जीवा काकुर को नहीं के कैसे हो काकुर का बता और ये बता जीवा के से ये तो बात है जी चलो और गाड़ी लेके आते हैं पानी फल भी नहीं आते आपणकर विजु पट्टनायक पार्क अभी कौन सब बंद बांध अच्छी 4टा बेले बोधे खोल कि कौन जानी के आसनी भर को आसिले जना पड़ पट्टनायक पार्क बढ़िया लोकेशन अच्छी रिंग बंद 13 नंबर जा रास्ता सीधा गले लॉ यूनिवर्सिटी आपटे गले तो 13 नंबर गड़ा प्रथम गड़ा पड़ो यहाँ गले 13 नंबर यहाँ 13 नंबर आसीगला 13 नंबर लोकेशन यहाँ गाड़ी जाकि वाटर वाटर पानी प्यूरीफाई पानी प्यूरीफाई हुए यहाँ हाँ हाँ वाटर वार्क लिखाई ये लेफ्ट यहाँ प्रथम गड़ा
ଆମର ଏପଟେ ଗଲେ ଏପଟେ ଗୋଟେ ପାଣି ଟାଙ୍କି ଅଛି, ବଡ଼ ପାଣି ଟାଙ୍କି, ଏପଟେ ରାସ୍ତା ଆଉ। ଏଇଟା ହେଲା ସିଡିଏ 13 ନମ୍ବର ନା? ଆଜ୍ଞା। ଏର ପରେ ଆଉ 14 ଅଛି ନା 14 ନାହିଁ? 14 ଆଗରୁ ପ୍ଲଟିଂ ଉପରେ ଅଛି। ହେଇନି। ଏର ସରିଲାଣି ନା ପ୍ଲଟିଂ। ଲେଫ୍ଟକୁ ତାପରେ ରାଇଟ୍ ଯିବା। ତାପରେ ରାଇଟ୍ ନା? ଆଜ୍ଞା। ଏଇଠି ଆସିଗଲା ଆମ ଘର। ଆଜ୍ଞା। ଏଇ ଘରଟା? ଆଜ୍ଞା। ଜାଗା ଘର ହେଇଛି ଆଉ। ଗେଟ୍ରେ ପ୍ରଜାପତି ତମର ବସି ଆଉ। ଫାଇନାଲ୍ ଆମ ମଟନ୍ ତିଆରି ହେଇଯାଇଛି। ତ ମୋ ଭାଉଜଙ୍କର ଦାଦା ତାଙ୍କ ଖୁଡ଼ି ଖାଇଛନ୍ତି। ତ ଫାଇନାଲ୍ ମଟନ୍ଟା କେମିତି କ'ଣ ହେଇଛି ଆମେ ତ ଚାଖି ସାରିଲୁଣୁ। ରନ୍ଧାଟା ହେଇନାହିଁ, ଦେଖେଇଲ ନାହିଁ। ରନ୍ଧାଟା ଠିକ୍ ଅଛି, ରନ୍ଧା ଭିଡ଼ିଓ ବି ଦେଖିବ। ତ ମଟନ୍ଟା କିନ୍ତୁ ବହୁତ ବଢ଼ିଆ ହେଇଛି। ଆଉ ଟିକେ ଭାବୁଛି ସିଝିଥାନ୍ତା। ବହୁତ ବଢ଼ିଆ ହେଇଛି। ଦାଦା ବସିକି ଖାଇଲେଣି? ହଁ ମୁଁ ଖାଇବି। ଦାଦା ବସିକି ଖାଇଲେଣି? ଦେଖନ୍ତୁ। ତମ ଜାଗା ସେଠି ବୁଝିପାରୁନ, ଏଠି ମୋ ଭାଉଜ ବସିବେ, ଭାଇ ତାଙ୍କ ପାଖରେ ବସିବେ। ତମ ଦାଦା ଖୁଡ଼ି ସାଙ୍ଗ ହୋଇ ବସିବାର ଥିଲା। ଦାଦା ଖୁଡ଼ି ସାଙ୍ଗରେ ବସିବା କଥା ନହ ନାହିଁ, ଦାଦା ଆସି ପୁତୁରା ପାଖରେ ବସିବେ। ଆଉ ଛାଡ଼, ଖୁଡ଼ି ତଳେ ବସିଛନ୍ତି ଆମର। ସବୁ ଦେଖା। ଆଉ ଚାଲ, ଇଏ ହେଉଛି ଭାଇ ଦହି। ଏଇଭଳି ଦହି କେଉଁଠି ବ୍ରହ୍ମପୁରିଆ ଷ୍ଟାଇଲ୍ରେ କରାହେଇଛି ଆକ୍ଚୁଆଲି। ଯାହା ହବ ଦେଖାଯିବ ଆଉ। ଆମେ ସବୁ ବ୍ରହ୍ମପୁରିଆ ଲୋକ। ତମ ବ୍ରହ୍ମପୁରିଆ ନା? ଖୁଡ଼ି ତମ ବ୍ରହ୍ମପୁରିଆ ନା? ସବୁ ବ୍ରହ୍ମପୁରିଆ। ସବୁ ବ୍ରହ୍ମପୁର, କିନ୍ତୁ ରହୁଛୁ ଆମ 40-50 ବର୍ଷ ହେଇଗଲାଣି କଟକରେ ରହୁଛୁ। ଘର ଫର ସବୁ କଟକରେ ଆମର। ଆଉ ବ୍ରହ୍ମପୁର ସାଙ୍ଗରେ ଲିଙ୍କ କିଛି ଆମର ନାହିଁ ଆଉ। ଖାଲି ବନ୍ଧୁବାନ୍ଧବ ଅଛନ୍ତି ବ୍ରହ୍ମପୁରରେ, ହଁ। ଯିବା ଆସିବା ଚାଲିଛି, କିନ୍ତୁ ଆମର କଟକରେ ଘର ହେଇଗଲାଣି। ଏଇଭଳିଆ ଚାଲିଛି ଆଉ। ଆଜି ସେ ଝିଆରୀ ମୋତେ ଫୋନ୍ କରି ଡାକିଲା, କହିଲା ଦାଦା ଆସ ଖାଇବା। ମଟନ୍ କରିକି ପୁରା ଛିଞ୍ଚତର କରିଦେଇଛି ଆଜି ଆଉ। କେବେଠୁ ଆସିନଥିଲି, ବହୁତ ଦିନ ପରେ ତା ବାହାଘର ପରେ ଆଜି ଆସିଛି। ଆଉ ଜଇଁ ଆମର ପୁରା ମଟନ୍ ଆଣିକି କଷି କାଷି ତାକୁ କରିଛନ୍ତି। ଦେଖିବା କୋଉ ଭଳିଆ ଲାଗୁଛି ଆଉ। ବଢ଼ିଆ ଲାଗୁଥିବ, କିନ୍ତୁ ତା କ୍ୱାଲିଟିଟା ବଢ଼ିଆ ହେଇଛି ନା। ତରକାରୀର କ୍ୱାଲିଟିଟା, ତରକାରୀଟା ତରକାରୀଟା ମାନେ ହେଭି ହେଇଛି। ତରକାରୀ ଦେଖୁନ, ମଟନ୍ ଝୋଳ ପୁରା। ନା ତରକାରୀ ବହୁତ ବଢ଼ିଆ ହେଇଛି। କିନ୍ତୁ କ'ଣ କରିବା, ଏତେ ମସଲା ମୁଁ ଖାଏ ନାହିଁ। ଦାଦା ତମେ ସବୁ ଖାଇଦିଅ। ମୋତେ କାକୁଡ଼ି ତ ଦେଲ ନାହିଁ, ଯେଉଁଟା ହଜମ ଶକ୍ତି ସେ ଜିନିଷଟା ତମେ ଦହି ପିଆଜ ଦିଆହେଇଛି। ବନ୍ଦ କରେ। ଦାଦା କେମିତି ଲାଗିଲା ମଟନ୍ଟା? ମଟନ୍ ତ ଖାଉଛି ଆଉ, କେମିତି ଲାଗିଲା ମାନେ କେମିତି ଲାଗେ? କେମିତି ଭଲ ଲାଗିଲା କି ନାଇଁ? ରାଗ ଲୁଣ ଭଲ ଲାଗିଲା ଆଉ। କାଟିଆ କୁଆଡ଼େ ଗଲା ମଟନ୍ ଦବ? ତାମାନେ ଭଲ ଲାଗିଲା। ସାଗର ଖାଇବା ସରିଗଲା। ହଁ, ମଟନ୍ ସାଗର କେମିତି ଲାଗିଲା କୁହ? ତମେ କୁହ, ତମକୁ କେମିତି ଲାଗିଲା? ମୁଁ କରିଛି, ମୁଁ ଯାହା କରିଛି ସେୟା ଖାଇବି। ନାଇଁ ଦହି ତରକାରୀ କାକୁଡ଼ି ସାଲାଡ଼ ସବୁ ହେଇଛି, ଭଲ ଲାଗୁଛି। କୋଉଦିନ ଦେହ ଲାଗିଥିବ, ଆଉ କୋଉଦିନ ଡାକିଲେ ପୁଣି ଆସିବି ନା ମଟନ୍ କରିବୁ। ନା ଚିଙ୍ଗୁଡ଼ି କି କ'ଣ ମାଛ ଫାଛ କରିଦେବୁ? ହଁ, ବାର ଥିଲେ ହବ। ସବୁବେଳେ ଡାକୁଛୁ, ସବୁଦିନ ତେଲ ପଡ଼ିକି ଆସିବ, ମଟନ୍ ଦୁଇଟା ଖାଇଦେଇକି ପଳଉଛି। ସବୁଦିନ ମୁଁ ମଟନ୍ କରିବିନି। ଆଉ ଭେରାଇଟି ହବ। ହଁ ହଁ। ଆଇଲ, ନମସ୍କାର କଲୁ। ଇଏ ଆମର ଖାଇଛ ନା? ଆମର ସରୋଜ ମିସ୍ତ୍ରୀ ପୁରା ଘାଣ୍ଟୁଛନ୍ତି ଆଉ। ଚିକେନକୁ ମସଲା ଫସଲା ଦେଇକି ପୁରା ମସ୍ତ ଭଳିଆ ଘାଣ୍ଟୁଛନ୍ତି। ଗଲା ଅଧଘଣ୍ଟା ହେଇଗଲାଣି ଖାଲି ଗୋଳଉଛନ୍ତି। ଆଉ ମୁଁ ଆଇଲା ବେଳକୁ ସୋମା ପାଇଁକା ପାନ ଆଣିଥିଲି, ସେ ଫ୍ରିଜରେ ରଖିଥିଲା। କହିଲା ଦାଦା ଖାଇସାରିଲା ପରେ ଗୋଟେ ସାଧା ପାନ ଖାଇବି। ଆଉ ଖିଆପିଆ ସରିଲା,
ଅବିକା ସେ ପାନକୁ ବାହାର କରିଛି, ଏଇଠି ସାଧା ପାନ। ଆମର ଯେଉଁ ମାମୁନି ଯେତେ ଥର ତାକୁ କହିଛି ମାମୁନି ସାଧା ପାନ ଆଣିଦେବି, ସେ କେବେ ମନା କରିବନି। ଦାଦା ମାମୁଁ ସାଧା ପାନ ଆଣିଦିଅ ଖାଇବି ଆଉ ପଚାର କେଉଁ ମାମୁନି। ଆଉ ମାମୁନି ସାଧା ପାନ ଖାଇବାରେ ମାଷ୍ଟର। ପଚାର ଭାଉଜ ତ ମାମୁନି ଭାଉଜ, ହଁ ମାମୁନି ଭାଉଜ। ଆରମ୍ଭ କଲେ କହିବୁ ନା ତୁ କେବେ ଇଣ୍ଡକ୍ସନଟା ଯେଉଁ ଭାତ ହେରିକା ହେଇଥିଲା ସୁଇଚଟା ବନ୍ଦ କରିନି ଆଉ। କଲୁ ବନ୍ଦ? ହଁ କରିଦେବି। ବିଲୁଟା ଖାଲି ଅଧିକା ଉଠିବ। ନାଇଁ ଖାଲି ସୁଇଚଟା ଅନ୍ ଅଛି, ଚାଲିନି ନା। ବନ୍ଦ କର। ଏ ବ୍ୟାଟେରୀ ଗାଡ଼ି ସମୟ ଚାର୍ଜ ହେବ ନା କ'ଣ? ହଁ, ହଁ ଚାର୍ଜ ହେବା ପାଇଁ ଭିତରେ ରଖା ହେଇଛି। ଏ ଥରେ କେତେ ସମୟ ଚାର୍ଜ ହେଉଛି? ଚାର୍ଜ ହେବ 100 ହେଲା ବେଳକୁ ଲାଗିଯାଉଛି 5-6 ଘଣ୍ଟା ପାଖାପାଖି। 6 ଆମେ ସେମିତି ଟାଇମିଂ ଦେଖିକି କେତେବେଳେ ବସେଇନୁ। ହେଲେ ଯିବ 100 କିଲୋମିଟର। ହଁ 135 ଦେଖାଉଛି, ଆଉ 35 ଯାଏଁ କ'ଣ ପୁରା ନିଲ୍ କଲା ଯାଏଁ ଚଲେଇଲେ ଘରକୁ ପେଲି ପେଲି ଆଣିବାକୁ ପଡ଼ିବ। ହଉ ସୋମା, ସନ୍ଧ୍ୟା ହେଇଗଲାଣି, ଆମେ ଏଥର ଯାଉଛୁ। ଆଉ ଥରେ ପୁଣି କେବେ ଆସିବୁ ଗୋଟେ ଆଉ। ନିଶ୍ଚିନ୍ତ। ତୁ ନେଇକି କୋଉଦିନ ଗୋଟେ ଆସୁନୁ। ହଁ ଯିବି ଆଉ। ବୁଲିବାରେ ଆସୁନୁ। ହଉ ତାର ଗେଟ୍ ଖୋଲ। ଲାଷ୍ଟ କେତେ ବାଟ ହେଲାଣି? କିଏ କହୁଛି? ଚଲେଇ ଚଲେଇ ଆଣିଲା ବାଟ କମ ହେଲା ଆସୁଛୁ। ତାଙ୍କର ତ ଗୋଟେ ଦିନ ଛୁଟି 26 ତାରିଖ ଆଉ। ଏଇଟା ଆମ ଗାଡ଼ି ମୁଣ୍ଡେଇରେ କ'ଣ ବର୍ଷନ? ଔରା। ଓରା ସାମ୍ନା ଗୋଡ଼େଇ ଗାଡ଼ି ଦେଇଛି ନା? ନା ନା ହେଲମେଟଟା ରହିଗଲା ଭିତରେ। ହଉ ରହିଲୁ, ଟାଟା, ପୁଣି ଦେଖା ହେବା ଆଉ। ହ୍ୟାଲୋ ହାଏ ନମସ୍କାର ସମସ୍ତଙ୍କୁ। ମୋର କାଲି CDA 13 ନମ୍ବର ଯାଇଥିଲି, ବୁଲାବୁଲି କରିକି ଆଇଲି ଝିଆରୀ ଘରୁ। ଆଉ ଝିଆରୀ ସବୁ ଭଲ ଖାଇବା ପିଇବା ସବୁ କରିଥିଲା, ଆଉ ଦେଖିକି ବି ବହୁତ ଖୁସି ହେଇଗଲା। ଦେଖିକି ମୁଁ ସେଠୁ ବୁଲାବୁଲି କରିଦେଇକି ଆସିଲି। ଆଇଲା ପରେ ନେକ୍ସଟ ବ୍ଲଗ୍ ଆପଣଙ୍କୁ କ'ଣ ଦେଖେଇବି, ଆଉ ଆଗକୁ ଦେଖିବେ କ'ଣ। ଆଉ ଯଦି ଭଲ ଲାଗିଲା କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ଗୋଟେ କରିଦେବେ। ଆଉ ରଖୁଛି, ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ପ୍ରଣାମ।